ଭକ୍ତ ଅଜୟ କୁମାର ଦାସ କୁମାର ଦାସ। ଆଜି ହେଉଛି ଆପଣଙ୍କର ଯେଉଁ ରାଧା ଗୋବିନ୍ଦ ଜୀଉଙ୍କର ଯେଉଁ ମନ୍ଦିର ନିର୍ମାଣ ସରିଛି ତାର ଆଜି 3 ଦିନ ଧରି ଯେଉଁ ପ୍ରତିଷ୍ଠା କାମ ଚାଲିଥିଲା ଆଜି ପୂର୍ଣ୍ଣାହୁତି, କ'ଣ କହିବେ ସେ ବିଷୟରେ? ଠାକୁରଙ୍କର ମନ୍ଦିର ପ୍ରସ୍ତୁତ ହେଲା, ତାପରେ ଅକ୍ଷୟ ତୃତୀୟାରେ ମୁଁ ଚିନ୍ତା କଲି ଅକ୍ଷୟ ତୃତୀୟାରେ ହିଁ ଭଗବାନଙ୍କର ମନ୍ଦିର ପ୍ରତିଷ୍ଠା ହଉ, ତେଣୁ ମନ ଭିତରେ ବହୁତ ଇଚ୍ଛା ଥିଲା। ତେଣୁ ସେଇଦିନ ହିଁ ଭଗବାନ ପୂର୍ଣ୍ଣ କରିଲେ। ବହୁତ ସୁଦୂରର ବୈଦିକ କର୍ମକାଣ୍ଡୀ ବ୍ରାହ୍ମଣମାନେ ଆସିଛନ୍ତି, ଯେମିତି ପୁରୀରୁ ଆସିଛନ୍ତି, ବିରଜା କ୍ଷେତ୍ର ମୁକ୍ତି ମଣ୍ଡପରୁ ମଧ୍ୟ ବ୍ରାହ୍ମଣମାନେ ମୋର ସାଙ୍ଗ ଭାଇମାନେ ସବୁ ଆସିଛନ୍ତି। ଆମେ ସାଙ୍ଗର ପୂଜାପାଠ କରୁ, ସେମାନେ ସବୁ ଆସିଛନ୍ତି। ବହୁତ ଖୁସି ଉଲ୍ଲାସରେ ମନ୍ଦିରଟି ପ୍ରତିଷ୍ଠା କାମ ଚାଲିଛି। ଭଗବାନଙ୍କର 16 ଉପଚାର ରାଜ ଉପଚାର ଆଜି ହେଇଛି, ତେଣୁ ଆମେମାନେ ସବୁ ବହୁତ ଖୁସି। ଭଗବାନ ଆଜି ଦୀର୍ଘ ଦିନର ତପସ୍ୟା ଫଳରେ ଆଜି ଯେଉଁ ମନ୍ଦିରଟି ହେଇଛି, ସେ ମନ୍ଦିରରେ ସେଇ ଭଗବାନଙ୍କୁ ସେଇ ରତ୍ନ ସିଂହାସନରେ ଆମେ ବସେଇବୁ। ତେଣୁ ଆମେ ବହୁତ ଖୁସି। ଦୀର୍ଘ ଦିନର ସ୍ୱପ୍ନ ଆମର ପୁରା ହେଇଛି, ତେଣୁ ବହୁତ ଖୁସି ଆମମାନେ। କେମିତି ପାଇଲେ ପ୍ରଭୁଙ୍କୁ ଯେଉଁ ଆଜି ତାଙ୍କ ମନ୍ଦିର ପୂର୍ଣ୍ଣାଙ୍ଗ କଲେ, କ'ଣ ଥିଲା? ଭଗବାନଙ୍କର ସ୍ୱପ୍ନାଦେଶ ହୁଏ, ବେଳେବେଳେ ଆମେ ଭାବୁ କ'ଣ ହେଉଛି। ତେଣୁ କିଛି ଦିନ ପରେ ଆମେ ବହୁତ ସାଧକ ବୁଲିଲୁ, ବହୁତ ମୋ ବାପା ବୁଲିଥିଲେ, ବହୁତ ସାଧକ ବହୁ ଜାଗା ବୁଲିଛନ୍ତି। ବୁଲିଲା ପରେ ଶେଷରେ ଗୋଟେ ଜାଗା ଠାବ ହେଲା, ତାପରେ ସେମାନେ ଆସିଲେ, ଆମେ ବି ଥିଲୁ, ଆମେ ନିଜେ ଖୋଳିଲୁ। ଖୋଳିଲା ପରେ ଭଗବାନ ବାହାରିଥିଲା, ଏଠିକି ଆମର ଐଶ୍ୱର୍ଯ୍ୟ ପ୍ରାପ୍ତି ହେଇଥିଲେ। ଈଶ୍ୱର ଆମ ପାଖକୁ ଆସିଛନ୍ତି, ଆମକୁ ଧରା ଦେଇଛନ୍ତି, ତେଣୁ ଆମେ ବହୁତ ଖୁସି। ସ୍ୱପ୍ନାଦେଶ ହେଇଥିଲା, ସ୍ୱପ୍ନାଦେଶ ଆଜି ମନ୍ଦିର ପୂର୍ଣ୍ଣାଙ୍ଗ ସରିଛି, ଆଜି ପୂର୍ଣ୍ଣାଙ୍ଗ ହେଇଛି, ବହୁତ ଖୁସି ଆମେ।